ସାଙ୍ଗମାନେ ଆଜି ଦେଖେଇବି ଆପଣମାନଙ୍କୁ ଆମ ଗାଁର ଅଷ୍ଟପହରୀ କୀର୍ତ୍ତନ ଯେଉଁଟାକି ନୀତି ନୈତିକତାରେ ଆମର ଅଷ୍ଟପହରୀ କୀର୍ତ୍ତନ କରାଯାଏ। ଦେଖନ୍ତୁ ଆଜି ମଣ୍ଡପ ସଜା ସରିଯାଇଛି, ଆଉ କିଛି ସମୟ ପରେ କଳସ ବୁଡ଼ା କାର୍ଯ୍ୟକ୍ରମ ଆରମ୍ଭ ହେବ। ଆମର କଳସ ବୁଡ଼ା କାର୍ଯ୍ୟକ୍ରମ ଠିକ୍ ରାମର ନବମ ଦିନ ଆରମ୍ଭ ହୁଏ। ସେଇଦିନ ମଣ୍ଡପ ସଜା ହୁଏ, ସେଇଦିନ କଳସ ବୁଡ଼ା ଯେଉଁକି ଆଦିବାସୀ ପାଳି ବୋଲି କୁହାଯାଏ। ଆମ ଗାଁର ଘର ସଂଖ୍ୟା ହେଉଛି 80 ଘରକୁ ଭାଗ କରାଯାଇଛି 10 ଜଣ ଲେଖା। ପ୍ରତ୍ୟେକ 10 ଜଣକୁ ଗୋଟେ ଗୋଟେ ପାଳି ରଖାଯାଇଛି। ମୋର 10 ଜଣ ଭିତରେ ଅଛି ମଣ୍ଡପ ସଜା ପାଳି। ମୁଁ ମଣ୍ଡପ ସଜା କାମ ସାରିଛି। ମୋ ସାଥିରେ ଯେଉଁ ଆଉ 9 ଜଣ ଲୋକ ଥିଲେ, ସେ କାମ କରୁଥିଲେ ମଣ୍ଡପ ସଜାରେ, ସେମାନେ ଯେଝା ସ୍ଥାନକୁ ପଳାଇଗଲେ। ମଣ୍ଡପ ସଜା ସରିଗଲା ପରେ ଆମ ପାଳି ସରିଗଲା। ତାପରେ ଆରମ୍ଭ ହେଲା ଅନ୍ୟ ଏକ ପାଳି, ଯିଏକି ମଣ୍ଡପ ଜାଗା ପାଳି ରହିବ। ଦେଖନ୍ତୁ ଏଇ ପରମ୍ପରା ବହୁତ ଦିନ ଧରି ଆମର ରହି ଆସିଛି, ଯେଉଁଟାକି ଦେଖନ୍ତୁ କୁଞ୍ଜ ଜମ୍ବୁରା କାଗଜ ଆଉ ବାଉଁଶରେ ତିଆରି ହୋଇଥିବା ଏହି ମଣ୍ଡପ ଦେଖନ୍ତୁ ଆପଣଙ୍କୁ କେମିତି ଲାଗୁଛି ମତାମତ କମେଣ୍ଟ ବକ୍ସରେ ମୋତେ ଜଣାଇବେ। ମଣ୍ଡପ ସଜା କାମ ତ ସରିଗଲା, ତାପରେ ଆସିବ କଳସ ବୁଡ଼ା କାମ। କଳସ ବୁଡ଼ା ପାଇଁ ପାଳିରେ ବି ସେଇ 10 ଜଣ 9 ଜଣ ଭିତରେ ଲୋକ ରହିବେ, ଯେଉଁଟାକି ସେ କାମ ଆଉ କିଛି ସମୟ ପରେ ଆରମ୍ଭ ହେବ। ଏହିପରି ଆମ କାର୍ଯ୍ୟକ୍ରମ। ତା ପରଦିନ ଅଷ୍ଟପହରୀ କୀର୍ତ୍ତନ ହରିନାମରେ ପ୍ରକମ୍ପିତ ହେବ ଏ ଭଗିବିନ୍ଧା ଗାଁ ଆଉ ଏ ମଣ୍ଡପ। ସାଙ୍ଗମାନେ ଆମ ଗାଁରେ ନୀତି ନିୟମ ନୈତିକତାରେ ସବୁ କାର୍ଯ୍ୟ କରାଯାଇଥାଏ। କୀର୍ତ୍ତନ ଯେମିତି ନୀତି ନିୟମରେ କରାଯାଉଛି, ଠିକ୍ ସେମିତି ସବୁ ପର୍ବପର୍ବାଣି ନୀତି ନିୟମରେ କରାଯାଏ। ସାଙ୍ଗମାନେ ଯଦି ତମ ଗାଁରେ ଏଇ ନିୟମ ଚାଲୁଥାଏ, ବାଉଁଶ କୁଞ୍ଜ କାଗଜରେ ମଣ୍ଡପ ସଜା ଯାଉଥାଏ, ତାହେଲେ ଆମ ମଣ୍ଡପଟେ କେମିତି ହେଉଛି କମେଣ୍ଟ ବକ୍ସରେ ନିଶ୍ଚିତ ଜଣାନ୍ତୁ ସାଙ୍ଗମାନେ।